ଦୃଷ୍ଟି ଦୋଷ ମାନେ କିସ ଯୋଉମାନଙ୍କର ଆଖି ଖରାପ ହେଇଥାଏ କଣ ପାଇଁ ଖରାପ ହେଇଥାଏ ହେଲା କେମିତି ମାନେ ଅନ୍ଧ କେତେ ପ୍ରକାର ବୁଝିହେଲା। ବେଳେ ବେଳେ ଦେଖିଥିବ କିଛି ଲୋକ ଅଛନ୍ ସେମାନଙ୍କୁ ହଉଛି ପାଖ ଜିନିଷ କ୍ଲିୟର ଦିଶୁଥିବ ଦୁରିଆ ଜିନିଷ କ୍ଲିୟର ଦିଶୁନଥିବ। ଆଉ କିଛି ଲୋକ ଅଛନ୍ ହେଲା ଆଉ କିଛି ଲୋକ ଅଛନ୍ ସେମାନେ ହଉଛି କିସ ଦୁରିଆ ଜିନିଷ ଭଲ ଦେଖି ପାରୁଥିବେ ହେଲା ପାଖ ଜିନିଷ ଦେଖି ପାରୁନଥିବେ ଭଲ। ସେଗୁଡାକୁ କିସ କୁହାଯାଏ ସମୀପ ଦୃଷ୍ଟି ମାନେ ହଉଛି ଦୁରିଆ ଜିନିଷ ଦେଖି ପାରୁନଥିବ ପାଖ ଜିନିଷ କିନ୍ତୁ କ୍ଲିୟର ଦେଖୁଥିବ। ଆଉ ଦୂରଦୃଷ୍ଟି ହଉଛି ଦୁରିଆ ଜିନିଷ ଦେଖି ପାରୁଥିବ ପାଖ ଜିନିଷ କ୍ଲିୟର ଦେଖୁନଥିବ ବୁଝିହେଲା। ଏଗୁଡା ହଉଛି ଦୃଷ୍ଟି ଦୋଷ। ଆଉ ଚାଳିଶା ହଉଛି କି ସବୁ ବୟସ ବେଶୀ ହେଇଗଲେ ପାଖ ଜିନିଷ ବି ଦେଖି ପାରବନି ଦୁରିଆ ଜିନିଷ ବି ଦେଖି ପାରବନି ଏଇଟା ହଉଛି ଚାଳିଶା। ତେବେ ୟାର ପ୍ରତିକାର କେମିତି କରିବା ଗେଣ୍ଡା ଖାଇବା ନା ୟାର ପ୍ରତିକାର ହଉଛି କି ଚଷମା ପିନ୍ଧବା। କୋଉ ପ୍ରକାର ଚଷମା ପିନ୍ଧବା ଦବକୁ ଚଷମା ପିନ୍ଧିଲେ ତ ହବନି ହେଲା। ଆମର ଚଷମା ପିନ୍ଧବା ହଉଛି କିସ ଆମର ଲେନ୍ସ ବାଲା ଚଷମା ପିନ୍ଧବା ହେଲା କୋଉ ପ୍ରକାର ଲେନ୍ସ ପିନ୍ଧବା ତାକୁ ପଡିଦଉଛି ହେଲା। ତେବେ ଦୂରଦୃଷ୍ଟି ହଉଛି ସମୀପ ଦୃଷ୍ଟିରେ କିସ ଦୂର ବସ୍ତୁ ହଉଛି ଅସ୍ପଷ୍ଟ ଦିଶିବ ନିକଟ ବସ୍ତୁ ହଉଛି ସ୍ପଷ୍ଟ ଦିଶିବ। ଆଉ ହଉଛି ଆମର ଚକ୍ଷୁ ଲେନ୍ସ ଏଇଟା କଣ ପାଇଁ ହୁଏ ଦେଖ ସମୀପ ଦୃଷ୍ଟିଟା କଣ ପାଇଁ ଦେଖ ଏଇଟା ହଉଛି ଗୋଟେ ହଉଛି ଚକ୍ଷୁ ଗୋଲକ ହେଲା ଏଇଟା ଗୋଟେ ଚକ୍ଷୁ ଗୋଲକ ବୁଝିପାରିଲ ଏଇଟା ହଉଛି କିସ ଚକ୍ଷୁ ଗୋଲକ ହେଲା। ତେବେ ଚକ୍ଷୁ ଗୋଲକରେ ଆମର ହଉଛି କି ଚକ୍ଷୁ ଲେନ୍ସ ର ହଉଛି ବକ୍ରତା ବୃଦ୍ଧି ହେଲେ ଏଇଟା ଧରାଯାଉ ହଉଛି ଏଇଟା ଗୋଟେ ଚକ୍ଷୁ ମାନେ ଲେନ୍ସ ଏଇଟା ଗୋଟେ ଚକ୍ଷୁ ଲେନ୍ସ ହେଲା। ତେବେ ବକ୍ରତା କାହାର ବେଶୀ ୟାର ବେଶୀ ହେଲା କି ବେଶୀ ବାଙ୍କିଛି କିଏ ଏଇଟା। ତ ଯଦି ଆମର ଚକ୍ଷୁ ଲେନ୍ସ ର ବକ୍ରତା ଟା ବେଶୀ ହେଇଯାଏ ଏଇ ଲେନ୍ସ ର ବକ୍ରତା ଟା ବେଶୀ ହେଇଯାଏ ତେବେ ହଉଛି ଆମର ହଉଛି କି ହବ ସମୀପ ଦୃଷ୍ଟି ହବ ବୁଝିହେଲା ସମୀପ ଦୃଷ୍ଟି ହବ। ତେବେ ସମୀପ ଦୃଷ୍ଟିରେ ଆମର ଫଟୋଟା କୋଉଠି ତିଆରି ହୁଏ କନା ଆମର ପ୍ରତିବିମ୍ବ ହଉଛି ମୁକୁରିକାରେ ତିଆରି ହେବା କଥା ହେଲା। ଆମର ହଉଛି କି ଗୋଟେ ଭଲ ମଣିଷର ହଉଛି ବା ଭଲ ଚକ୍ଷୁ ଥିବା ଲୋକର ପ୍ରତିବିମ୍ବ